ପିତାର ପୁତ୍ରକୁ ଏକ ଶିକ୍ଷଣୀୟ ପତ୍ର। ବାବୁ ଆୟୁଷ୍ମାନ ଜାଣିବୁ, ମୁଁ ତୋତେ ଜନ୍ମ ଦେଇଛି, କିନ୍ତୁ ସାରା ଜୀବନ ତୋ ପାଖରେ ବଞ୍ଚି ରହିବା ପାଇଁ ମୋ ପାଖରେ ପରମାୟୁ ନାହିଁ। ତେଣୁ ମୋ ଜୀବନର ଅନୁଭୂତିରୁ ପାଇଥିବା କିଛି ମୋତିକୁ ମୁଁ ତୋତେ ଦେଇକରି ଯିବା ପାଇଁ ଉଚିତ ମନେ କରୁଛି। ଜୀବନରେ ଭୁଲ ଠିକ୍ର ଯେଉଁ ସବୁ ପାର୍ଥକ୍ୟ ରହିଛି ସେସବୁ ଜଣେଇବା ଦାୟିତ୍ୱ ମୋର, କିନ୍ତୁ ବାଛିବା ଦାୟିତ୍ୱ ତୋର। ଜୀବନରେ ସାଙ୍ଗମାନଙ୍କର ଆବଶ୍ୟକତା ରହିଛି। ସାଙ୍ଗମାନେ ଭଲ ସାଙ୍ଗ ହୋଇପାରନ୍ତି, ଖରାପ ସାଙ୍ଗ ହୋଇପାରନ୍ତି। ସେହି ସାଙ୍ଗମାନଙ୍କର ଚରିତ୍ର, ବ୍ୟବହାର, ଆଚରଣ, ଉଚ୍ଚାରଣ ବାବଦରେ କହିବା ଦାୟିତ୍ୱ ମୋର, କିନ୍ତୁ କେଉଁ ସାଙ୍ଗକୁ ବାଛିବୁ ସେ ଦାୟିତ୍ୱ ତୋର। ଠିକ୍ ସେଇଭଳି ଗୋଟିଏ ସୁନ୍ଦର ପୋଷାକ ଆଣି ଦେବା ଦାୟିତ୍ୱ ମୋର, କିନ୍ତୁ ତାକୁ ପିନ୍ଧି ସାରିଲା ପରେ ଭିତରୁ ସୁନ୍ଦର ଦେଖାଯିବା ଦାୟିତ୍ୱ ତୋର। ସେକ୍ସ ଏଜୁକେସନ ପ୍ରଦାନ କରିବା ଦାୟିତ୍ୱ ମୋର, କିନ୍ତୁ ସଂଯମତା ଅବଲମ୍ବନ ଦାୟିତ୍ୱ ତୋର। ଗଞ୍ଜେଇ, ମଦ, ଚରସ ଏସବୁ ଖରାପ ବୋଲି ଜଣେଇବା ଦାୟିତ୍ୱ ମୋର, କିନ୍ତୁ ଏମାନଙ୍କ ଠାରୁ ଦୂରରେ ରହିବା ଦାୟିତ୍ୱ ତୋର। ଜୀବନରେ ଯେଉଁ ସବୁ ଦିଗ ରହିଛି, ମାର୍ଗ ରହିଛି, ସେସବୁ ଦେଖାଇ ଦେବା ଦାୟିତ୍ୱ ମୋର, କିନ୍ତୁ କେଉଁ ଦିଗରେ ଯିବୁ, କେଉଁ ମାର୍ଗରେ ଯିବୁ, କେତେ ବେଗରେ ତୁ ଯିବୁ ତାକୁ ନିର୍ଣ୍ଣୟ କରିବା ଦାୟିତ୍ୱ ତୋର। ଜୀବନରେ ଯେଉଁ ସବୁ ଭଲ ଭଲ ଲକ୍ଷ୍ୟ ରହିଛି ସେସବୁ ଦେଖାଇ ଦେବା ଦାୟିତ୍ୱ ମୋର, କିନ୍ତୁ ସେସବୁକୁ ହାସଲ କରିବା ଦାୟିତ୍ୱ ତୋର। ଭଲ ଭଲ ଉପଦେଶ ଦେବା ଦାୟିତ୍ୱ ମୋର, କିନ୍ତୁ ପାଳନ କରିବୁ କି ନ କରିବୁ ଏ ଦାୟିତ୍ୱ, ଏ ନିଷ୍ପତ୍ତି ତୋର।